ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବୁଧବାର ଦିଆଯାଇଥିବା 8 ଘଣ୍ଟିଆ ବନ୍ଦ ଡାକରାର ଆଂଶିକ ପ୍ରଭାବ ଟାଙ୍ଗୀ ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥର ମଙ୍ଗୁଳି ଛକ ଅଞ୍ଚଳରେ ଦେଖିବାକୁ ମିଳିଛି। ସକାଳ 6ଟାରୁ ଦିନ 2ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା। ଏହି ବନ୍ଦକୁ କଂଗ୍ରେସ ସହ ବିଭିନ୍ନ ବାମ ଦଳମାନେ ସମର୍ଥନ ଜଣାଇଥିଲେ। ଆନ୍ଦୋଳନ ସମୟରେ ନବନିର୍ମାଣ କୃଷକ ସଂଗଠନ କର୍ମୀମାନଙ୍କ ସହ ଟାଙ୍ଗୀ ଚୌଦ୍ୱାର ବ୍ଲକ କଂଗ୍ରେସ ସଭାପତି ଆଶୁତୋଷ ବରାଳ ମଧ୍ୟ ଯୋଗ ଦେଇଥିଲେ। ସେମାନେ ମଙ୍ଗୁଳି ଛକ ଆଖପାଖରେ ଥିବା ବିଭିନ୍ନ କମ୍ପାନୀ ଓ ଗୋଦାମକୁ ଯାଇ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିବାକୁ ଅନୁରୋଧ କରିବା ଦେଖାଯାଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଟାଙ୍ଗୀ ପୋଲିସ ଓ ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ବ୍ୟବସ୍ଥା ରହିଥିଲା। ପୋଲିସ ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ଶାନ୍ତ ରଖିବାରେ ଲାଗିଥିଲେ। ପରେ ବ୍ଲକ କଂଗ୍ରେସ ସଭାପତି ଆଶୁତୋଷ ବରାଳଙ୍କୁ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖିଥିବାର ସୂଚନା ମିଳିଥିଲା। ନମସ୍କାର, ମୁଁ ଗାର୍ଗୀ ଆପଣମାନଙ୍କୁ ସ୍ୱାଗତ କରୁଛି। ହୋଲି ଟିଭି ଓଡ଼ିଆ ସହିତ ଯୋଡ଼ି ହେବା ପାଇଁ ଆପଣମାନେ ଲାଇକ୍, ସେୟାର, ସବସ୍କ୍ରାଇବ କରନ୍ତୁ। ସମସ୍ତ ପରିସ୍ଥିତି ମଧ୍ୟରେ ମଙ୍ଗୁଳି ଛକରେ ଯାତାୟାତ ଆଂଶିକ ଭାବେ ପ୍ରଭାବିତ ହୋଇଥିଲା ବେଳେ କୌଣସି ବଡ଼ ଅପ୍ରୀତିକର ଘଟଣା ଘଟିନଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଟାଙ୍ଗୀରୁ ଲିଙ୍ଗରାଜ ପଣ୍ଡାଙ୍କ ରିପୋର୍ଟ, ହୋଲି ଟିଭି ଓଡ଼ିଆ।